ମୁଖର ବେଶୀ ଜଗନ୍ନାଥଙ୍କ ନାଁରେ ନିର୍ବାଚନ ଲଢ଼ିବା ପାଇଁ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନାଁରେ ହାରାହାରି 4,000 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଇଠି ରାମ ମନ୍ଦିର ହେଇଛି, ମୋଦିର ଦାନ ନାହିଁ। ରାଜୀବଜୀ ଶୁଭ ଦେଇଥିଲେ 16,000 କୋଟି ମାଗି ଯାଚି 16 ବାହାରିଛି 14,000 କୋଟି ଲୋକେ ଡୋନେଟ୍ କରିଛନ୍ତି, ମାଗି ଯାଚି କରିଛନ୍ତି। ସରକାର ଗୋଟେ ପଇସା ଏତେ ପଇସା ତୁମେ ପବ୍ଲିସିଟି କରୁଛ ଜଗନ୍ନାଥଙ୍କ ନାଁରେ। ଗୋଟେ ଏଭଳିଆ ଭଦ୍ରକରେ କରାଯାଇଛି, ନାଚ ଗୀତ ବାହାର ଷ୍ଟାର ଆଣିଲ, ସିଙ୍ଗର ଆଣିଲ, ଦୁନିଆ ଖର୍ଚ୍ଚ କଲ, ଦୁନିଆ ମନୋରଞ୍ଜନ। ଜଗନ୍ନାଥଙ୍କୁ ତଳେ କାଦୁଅ ପଙ୍କରେ ଫୋପାଡ଼ି ଦେଇ ଯାଇଛି। ଲଜ୍ଜା। ଯେଉଁମାନେ ଦାୟିତ୍ୱରେ ଥିଲେ, ଯେଉଁମାନେ ଫଙ୍କସନ୍ କରିଥିଲେ, କାହିଁକି ଜଗନ୍ନାଥଙ୍କୁ ଏଭଳିଆ ଅପଦସ୍ଥ କରାଯାଇଛି, ନିନ୍ଦିତ କରାଯାଇଛି। ଇନକ୍ୱାରି କରି ଯେଉଁମାନେ ଏଥିରେ ଇନଭଲ୍ଭ, ତୁରନ୍ତ ସରକାର ଆକ୍ସନ୍ ନିଅନ୍ତୁ, ନହେଲେ ଆମେ ଆନ୍ଦୋଳନ କରିବାକୁ ବାଧ୍ୟ।